पिलामाने वंदे मातरम। मु गत क्लास रे तुमको साहस विषय पढ़ी। आज तार प्रश्न उत्तर आम आलोचना करवा। ता पूर्वर करुणामयी माँ परम प्रभु श्री अरविंद उद्देश्य गोटे सेकेंड नीरव प्रार्थना करूँ। साइलेंस। ओवर। आमे पढ़ते साहस। साहस है कौन ना जीवन उन्नत करने को हेले जेते गुड़िए सुगुण आवश्यक तन्मध्यरु साहस अन्यतम। सही साहस सहित कार्य सुफल मिलता है। तेणु महात्मा गांधी, धर्मपद, बाजी राउत, श्री अरविंद एमाने सब साहसर परिचय दे शेष जड़े सुगुणर अधिकारी बा महापुरुष हो पारे। से सब आम पढ़ीचे केरक विवेक बाधा देती असत् कार्य न करने, असत् बुद्धि देती असत् कार्य करने। शेष विवेक बा सत् बुद्धिर जय होइछि। से विषय आम पढ़ी। आज तार प्रश्न उत्तर आलोचना करिबा। तार प्रश्न उत्तर है प्रश्नावली। देख पिला माने से प्रश्नावली कौन देइछि ना माँ दुर्गा पूजा केउ ऋतुरे पड़े। मु आर प्राय करना शब्द अर्थ। तेणु शब्द अर्थ प्रथमे लिखिदे तापरे तुम मानकू मु प्रश्नावली की जीवी। शब्द अर्थ देख विशेष किछि नाही अल्प अच्छी से गुड़िक मु लिखिदे। तने बादल मेघ सुरभि वासना वासना घोषणा प्रचार करने पार्थिव भोग्य वस्तु नोट कागज रे टंका विपदपूर्ण विपद रे पड़िबा वीर साहसी योद्धा मैनेजर परिचालक मिलिटारी पदातिक बाहिनी। एगला शब्दर अर्थ। तापरे किछि विपरीत शब्द मध्य अछि।
ଏଟା ବିଷୟଗତ ବିପରୀତ ଶବ୍ଦ। ପୁଅ ଝିଅ, ଦିନ ରାତି, ସୁଖ ଦୁଃଖ, ପ୍ରସ୍ତୁତ ଅପ୍ରସ୍ତୁତ, ନୂଆ ପୁରୁଣା, ଆନନ୍ଦ ନିରାନନ୍ଦ, ଠିକ୍ ଭୁଲ, ଦରକାରୀ ଅଦରକାରୀ, ଅଧିକ କମ୍, ଚିନ୍ତା ଅଚିନ୍ତା, ସୁଖୀ ଦୁଃଖୀ, ମିଥ୍ୟା ସତ୍ୟ, ପ୍ରକୃତ ଅପ୍ରକୃତ, ଅସତ୍ ସତ୍, ଅନାବଶ୍ୟକ, ଆବଶ୍ୟକ, ଅଦ୍ୟ ଶେଷ, ଜୟ ଶତ୍ରୁ ମିତ୍ର। ଅଧିକ କମ୍, ଚିନ୍ତା ଅଚିନ୍ତା, ସୁଖୀ ଦୁଃଖୀ, ମିଥ୍ୟା ସତ୍ୟ, ପ୍ରକୃତ ଅପ୍ରକୃତ, ସତ୍ୟ ଅସତ୍ୟ, ସତ୍ୟ ସତ୍, ଅନାବଶ୍ୟକ ଆବଶ୍ୟକ, ଅଦ୍ୟ ଶେଷ, ଜୟ ପରାଜୟ, ଶତ୍ରୁ ମିତ୍ର। ଏ ହେଲା ବିପରୀତ ଶବ୍ଦ। ତା ବହିରେ କେବଳ ଗୋଟିଏ ଯୋଡ଼ି ଶବ୍ଦ ଅଛି, ସେଟା ହେଲା ଦୁଃଖ କଷ୍ଟ। ଯୋଡ଼ି ଶବ୍ଦ। ଦୁଃଖ ସୁଖ ଗୋଟିଏ ଯୋଡ଼ି ଶବ୍ଦ ଅଛି, ଆଉ ତ ବହୁତ ଅଛି ଯୋଡ଼ି ଶବ୍ଦ, ଧାନ ଚାଉଳ, ପାଠ ଶାଠ ଏଗୁଡେ ଅଛି, କିନ୍ତୁ ଏଇ ଆମେ ଯେଉଁ ବିଷୟ ସାହସ ପଢ଼ିଲେ ସେଥିରେ କେବଳ ଗୋଟିଏ ଅଛି ଦୁଃଖ ସୁଖ। ତାପରେ ଆମେ ବର୍ତ୍ତମାନ ଆସିବୁ ପ୍ରଶ୍ନ ଉତ୍ତର ଉପରକୁ। ସେ ଦେଇଛି ମା ଦୁର୍ଗାଙ୍କ ପୂଜା କେଉଁ ଋତୁରେ ପଡ଼େ? ମା ଦୁର୍ଗାଙ୍କ ପୂଜା ଶରତ ଋତୁରେ ପଡ଼େ। ଦଶହରା ସମସ୍ତେ କଣ ପିନ୍ଧନ୍ତି? ଦଶହରାରେ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି। କର୍ମଚାରୀ ଜଣକ କାହିଁକି ବ୍ୟସ୍ତ ହେଉଥିଲେ? ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ମା ଆସୁଛନ୍ତି। 4 ଦିନ ଧରି ଉତ୍ସବ ଚାଲିବ। ନୂଆ ପୋଷାକ, ସମସ୍ତେ ନୂଆ ପୋଷାକ, ନୂଆ ଜୋତା, କେତେ ଖେଳନା କଣ୍ଢେଇ ମିଳିବ। ପିଲାଙ୍କ ଆନନ୍ଦ, ସବୁ ପିଲାଙ୍କ ଆନନ୍ଦ କହିଲେ ନ ସରେ। କିନ୍ତୁ ଏହି କର୍ମଚାରୀ ଘରକୁ ମଧ୍ୟ ଦଶହରା ଆସିବ। ତାଙ୍କ ପିଲା ଦୁଇଟି ଅପେକ୍ଷା କରି ବସିଛନ୍ତି। ପୁଅର ଦରକାର ମିଲିଟାରୀ ପୋଷାକ ଓ ଝିଅ ଚାହେଁ ଫିକା ନୀଳ ରଙ୍ଗର ଫ୍ରକ୍। ତା ଛଡ଼ା ବାପା ବୋଉଙ୍କୁ କଣ ଦେବ? ପିଲା ଦୁଇଟିକୁ ସେ ଭଲ
ପାଆନ୍ତି। ସେମାନଙ୍କ ମନରେ କଷ୍ଟ ଦେବାକୁ ସେ ଚାହୁଁନଥିଲେ, କାରଣ ତାଙ୍କ ନିକଟରେ ପଇସା ନଥିଲା। ଚେଷ୍ଟା କରି ମଧ୍ୟ ସେ କରଜ କରିପାରୁ ନଥିଲେ, ସେଥିପାଇଁ ସେ ବ୍ୟସ୍ତ ହେଉଥିଲେ। ବୁଦ୍ଧି ଓ ବିବେକ କଣ କହିଲା? ବିବେକ କହିଲା, ହଁ ଏକଥା ସତ ଯେ ସେଥିପାଇଁ ତୋତେ ସେ ଟଙ୍କା ଫେରାଇ ଦେବାକୁ ହେବ। କେବଳ ଲୋକେ ଜାଣିବା ଭୟରେ ତୁ ଖରାପ କାମ କରୁନୁ, ତାମାନେ କଣ ତୁ ଭଲ ଲୋକ? କେହି ଜାଣିପାରିବେ ନାହିଁ। ଅଥଚ ତୁ ପ୍ରଥମ ଥର ପାଇଁ ଗୋଟିଏ ଖରାପ କାମ କରୁଛୁ। ତୁ ଅନ୍ୟକୁ ଠିକ ପାରିବୁ ସିନା, ହେଲେ ଅନ୍ୟକୁ ଠକି ପାରିବୁ ସିନା, କିନ୍ତୁ ନିଜକୁ ଠକି ପାରିବୁ ନାହିଁ। ତେଣୁ କିଛି ନ ଭାବି ନୋଟଟି ଫେରାଇ ଦେ। ଅସତ୍ ବୁଦ୍ଧି କଣ କହିଲା? ଅସତ୍ ବୁଦ୍ଧି କହିଲା, କିନ୍ତୁ ଏଇ 100ଟି ଟଙ୍କାରେ ଯେ ତୋ ପରିବାର ସମସ୍ତେ ଖୁସି ହେବେ। ଶେଷରେ କାହାର ବିଜୟ ହେଲା? ନା ଶେଷରେ ବିବେକର ବିଜୟ ହେଲା। ତମେ ୟାକୁ ନିଜର କରିବ, ମୁଁ ବୁଝେଇଦେଲି। ଏହି ବିଷୟରୁ ଆମେ କଣ ଶିଖିଲୁ? 4ଟି ବାକ୍ୟରେ ଲେଖିବ। ଦୁଇ ନମ୍ବର, ଏହି ବିଷୟରୁ ଆମେ ଶିଖିଲୁ ଯେ ବୀର ସବୁବେଳେ ସତ୍ୟର ସପକ୍ଷରେ ଦୁଇ ନମ୍ବର, ଏହି ବିଷୟରୁ ଆମେ କଣ ଶିକ୍ଷା ପାଇଲୁ? ନା ଏ ବିଷୟରୁ ଆମେ ଶିଖିଲୁ ଯେ ପ୍ରକୃତରେ ବୀର ସବୁବେଳେ ସତ୍ୟର ସପକ୍ଷରେ ମିଥ୍ୟା ସହ ଯୁଦ୍ଧ କରେ। ତାହା ଦ୍ୱାରା ସତ୍ୟକୁ ବି ଭୟଙ୍କର କଷ୍ଟସାଧ୍ୟ ଅବସ୍ଥାରେ ସମ୍ମୁଖୀନ ହେବାକୁ ହୁଏ। ତାହା ଜାଣି ମଧ୍ୟ ସତ୍ୟ ବିଚଳିତ ହୁଏ ନାହିଁ। ଏହି ଛୋଟିଆ କର୍ମଚାରୀ ପରି ସତ୍ୟର ବିଜୟ ହୁଏ। ଶେଷରେ ସତ୍ୟ ପଥରେ ଥିବା ଲୋକ ଆନନ୍ଦ ଲାଭ କରେ, ଅନ୍ୟମାନଙ୍କ ପାଇଁ ଆଦର୍ଶ ଓ ସୁଖର କାରଣ ହୁଏ, ସତ୍ୟର ଜୟ ହୁଏ। ଏହି ବିଷୟରୁ ଆମେ ଏହି ଶିକ୍ଷା ପାଇଲୁ। ତାପରେ 3 ନମ୍ବର, କିଛି ଲୋକବାଣୀ ଦେଇଛି ଯେ କଣ ଦେଲା? ନା ଶୋଇଲା ପୁଅର ଭାଗ ନାହିଁ। ଯିଏ ଶୋଇପଡ଼ିଛି ତାର କୌଣସି ଭାଗ ନାହିଁ। ତେଣୁ ଶୋଇଲା ପୁଅର ଭାଗ ନାହିଁ। 3 ନମ୍ବର, ପୁଅର ଭାଗ ନାହିଁ। ରାମ
ଭୋଜି ଖାଇବାକୁ ଯିବା ବେଳକୁ ଭୋଜି ସରି ଯାଇଥିଲା। ତେଣୁ ସେ ଉପାସ ରହିଲା। ତେଣୁ କଥାରେ ଅଛି, ଶୋଇଲା ପୁଅର ଭାଗ ନାହିଁ। ରାମ ଭୋଜି ଖାଇବାକୁ ଯିବା ବେଳକୁ ଭୋଜି ସରିଯାଇଥିଲା। ତେଣୁ ସେ ଉପାସ ରହିଲା। କଥାରେ ଅଛି ଶୋଇଲା ପୁଅର ଭାଗ ନାହିଁ। ତାପରେ ଦୀପତଳ ଅନ୍ଧାର। ଦୀପତଳ ଅନ୍ଧାର। ନିଜ ଅଞ୍ଚଳ ବା ଲୋକ ପ୍ରତି ଦୃଷ୍ଟି ନ ଦେବା। ରାମପୁର ଗାଁର ଅଧ୍ୟାପକ ଡାକ୍ତର ଇଞ୍ଜିନିୟର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅଭାବ ନାହିଁ। ମାତ୍ର ଗାଁକୁ ଭଲ ରାସ୍ତାଟିଏ ନାହିଁ। ତେଣୁ କଥାରେ କହନ୍ତି, ଦୀପ ତଳ ଅନ୍ଧାର। ତେଣୁ ଦୀପତଳ ଅନ୍ଧାର। ନିଜ ଅଞ୍ଚଳ ଲୋକ ବା ଲୋକ ପ୍ରତି ଦୃଷ୍ଟି ନ ଦେବା। ଅଞ୍ଚଳ ବା ଲୋକ ପ୍ରତି ଦୃଷ୍ଟି ନ। ରାମପୁର ଗାଁରେ ଅଧ୍ୟାପକ ଡାକ୍ତର ଇଞ୍ଜିନିୟର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଅଭାବ ନାହିଁ। ମାତ୍ର ଗାଁକୁ ଭଲ ରାସ୍ତାଟିଏ ନାହିଁ। ତେଣୁ କଥାରେ କହନ୍ତି ଦୀପତଳ ଅନ୍ଧାର। ଆଉ ନୋଟ କରିନେଲ। ଧୀର ପାଣି ପଥର କାଟେ।
ଧୀର ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳ ହୁଏ। କଇଁଛ ଧୀରେ ଧୀରେ ଗତି କରି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା। ତେଣୁ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳେ। ତେଣୁ ଧୀରେ ସୁସ୍ଥେ କାର୍ଯ୍ୟ କଲେ ଧୀର ପାଣି ପତ୍ର କାଟେ। କଇଁଛ ଧୀରେ ଧୀରେ ଗତି କରି ତା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା। ତେଣୁ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳେ। ପହଞ୍ଚି ପାରିଥିଲା ଏବଂ ସଫଳତା ଲାଭ କରିଥିଲା। ଏବଂ ସଫଳତା ଲାଭ କରିଥିଲା। ତେଣୁ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳ ମିଳେ। ବଡ଼ ଲୋକଙ୍କୁ ଉତ୍ତର ନାହିଁ। ଗାଁ ଜମିଦାର ଯେତେ ଅନ୍ୟାୟ କଲେ ମଧ୍ୟ ତାକୁ କେହି ପ୍ରତିବାଦ କରି ପାରନ୍ତି ନାହିଁ। ତେଣୁ ଏହାକୁ କହନ୍ତି ବଡ଼ ଲୋକଙ୍କୁ ଉତ୍ତର। ବଡ଼ ଲୋକଙ୍କୁ ଉତ୍ତର ନାହିଁ। ଗାଁ ଜମିଦାର ଯେତେ ଅନ୍ୟାୟ କଲେ ମଧ୍ୟ ତାକୁ କେହି ପ୍ରତିବାଦ କରନ୍ତି ନାହିଁ। ତେଣୁ ଏହାକୁ କହନ୍ତି ବଡ଼ ଲୋକକୁ ଉତ୍ତର ନାହିଁ।
ତାପରେ ଶବ୍ଦ ଗୁଡ଼ିକ ଦୁଇ ପ୍ରକାର ଅର୍ଥରେ ପ୍ରକାଶ ଅର୍ଥରେ ବାକ୍ୟ ଗଠନ କରିବା। ତେଣୁ ଦୁଇ ପ୍ରକାର ଅର୍ଥ କରିବା। ସେ ଦେଇଛି ବାଟ ବାଟ ନା ବାଟ ବାଟ, ମଜା ମଜା, କର କର, ଗଡ଼ ଗଡ଼, କାଟିବା କାଟିବା। ଆକୁ ନଗେଇକି ଆମେ ବାକ୍ୟ କରିବା। ତେଣୁ ଦେଖ ଦୁଇଟି ପ୍ରକାର ଲେଖା ହେଇଛି, ବାଟ ବାଟ, ମଜା ମଜା, କର କର, ଗଡ଼ ଗଡ଼, କାଟିବା କାଟିବା। ବାଟ, ମା ଶିଳରେ ମସଲା ବାଟନ୍ତି। ପୁଣି ବାଟ, ଆମ ଘରଠାରୁ ବିଦୁ ଅଳ୍ପ ବାଟ ଅଟେ। ମଜା, ମା ସକାଳେ ବାସନ ମଜା କାମ କରନ୍ତି। ମଜା, ଦୁର୍ଗା ପୂଜା ଛୁଟିରେ ଆମେ ବହୁତ ମଜା କଲୁ। କର, ସରକାରଙ୍କୁ ଆମେ ବିଭିନ୍ନ ପ୍ରକାର କର ଦେଉ। କର ମାନେ ଖଜଣା। ଏ ମଜା ମାନେ ପୁଣି କର, ଆମେ ଭଗବାନଙ୍କୁ କର ଯୋଡ଼ି ପ୍ରାର୍ଥନା କରୁ। ଗଡ଼, କାଠର ଗଡ଼ଟି ରାସ୍ତା ଉପରେ ପଡ଼ିଛି। ଗଡ଼, ରାଜାଙ୍କର ଗଡ଼କୁ ସୈନ୍ୟମାନେ ସୁରକ୍ଷିତ ରଖନ୍ତି। କାଟିବା, କୃଷକଟି ତାର ପାକଲା ଧାନ କାଟୁଛି। କାଟିବା, ମା ମାରିବାରୁ ମତେ ବହୁତ କାଟିଲା। ତାହେଲେ ବାଟ, ଏ ବାଟ ହେଲା ବାଟିବା, ଏ ବାଟ ହେଲା ରାସ୍ତାର ବାଟ। ମଜା ମାନେ ମାଜିବା ବା ପରିଷ୍କାର କରିବା, ଏଟା ମଜା ହେଲା ଆନନ୍ଦ ମଉଜିଦ କରିବା। ଏ କର ଖଜଣା, ଏ କର ହେଲା ହାତ, ଏ ଗଡ଼ ହେଲା କାଠର ଗଣ୍ଡି, ଏଟା ହେଲା ଦୁର୍ଗ, ଏ ଗଡ଼ ମାନେ ଦୁର୍ଗ, ଏଟା କାଟିବା ମାନେ କୃଷକ ଧାନ କାଟୁଛି ବା ଅସ୍ତ୍ର ଦ୍ୱାରା କାଟୁଛି। ଏଟା କାଟିବା ମାନେ ବାଧିଲା ବା କଷ୍ଟ ହେଲା, ଏଇଟା କାଟିବା। ଏ ଗଲା 4 ନମ୍ବର। 5 ନମ୍ବର, ତଳେ ନିମ୍ନ ପରିଚ୍ଛେଦଟି ପଢ଼ି ପ୍ରଶ୍ନ ଉତ୍ତର ଲେଖିବା। ଦିନକର କଥା, ବଢ଼ି ସକାଳୁ କଇଁଛଟିଏ ନଈ ଭିତରୁ ତା ଘରୁ ବାହାରି ଅଣ୍ଡା ଉଦା ମାଟି ଦେଖି ବୁଲି ବାହାରିଲା। ଧୀରେ ଧୀରେ ଘୁଷୁରି ଘୁଷୁରି ଆହାର ଖୋଜି ବୁଲିଲା। ମନ ପସନ୍ଦ ଖାଦ୍ୟ ଗୋଟିଏ ପରେ ଗୋଟିଏ ଖାଉ ଖାଉ ନଈରୁ ଅନେକ ଦୂରକୁ ଚାଲିଗଲା। ଘରୁ ବହୁତ ଦୂରକୁ ସେ ଚାଲି ଯାଇଛି ଯେ ସେ କଥା ଭୁଲିଗଲା। ଓଦା ମାଟିରେ ନଈର କଇଁଛମାନେ ଠିକ ରହନ୍ତି। ପ୍ରଶ୍ନ, ତେଣୁ ଏଇ ଯେମିତି ତମେ ଗୋଟେ ବିଷୟ ପଢୁଛ, ତାର କିଛି ଶେଷ ବେଳକୁ ପ୍ରଶ୍ନ ଉତ୍ତର ରହିଛି, ସେହିପରି ଏଇର ଗୋଟେ ପାରାଗ୍ରାଫ ଦିଆହେଇଛି। ସେ ପାରାଗ୍ରାଫର କେତେ ଗୁଡ଼ିଏ ପ୍ରଶ୍ନ ଦିଆଯାଇଛି। ତେଣୁ ସେଇ ପ୍ରଶ୍ନର ଉତ୍ତର ତୁମେ ସେଇ ପାରାଗ୍ରାଫରୁ ଖୋଜି ବାହାର କରିବ ଏବଂ ଲେଖିବ। ସକାଳୁ କଇଁଛ କୁଆଡ଼େ ବାହାରିଲା? ନା ସକାଳୁ କଇଁଛ ଘରୁ ବାହାରି ଥଣ୍ଡା ଓଦା ମାଟିରେ ବୁଲି ବାହାରିଲା। ନଈଠାରୁ ଦୂରକୁ ଆସିବା କିପରି ଭୁଲିଗଲା? ଏଇ ପ୍ରଶ୍ନ ଗୁଡ଼ିକ ଏଇଥିରେ ଆନ୍ସର ଅଛି। ଏଇ ଅନୁଚ୍ଛେଦ ଯେଉଁ ଦିଆଯାଇଛି, ତଳେ ପରିଚ୍ଛେଦଟି ଦିଆଯାଇଛି, ସେଇ ପରିଚ୍ଛେଦର ଏହି ପ୍ରଶ୍ନର ଉତ୍ତର ଅଛି। ତୁମେ ସେଇଥିରୁ ଖୋଜିକି ଲେଖିବ। ତେଣୁ ଆଜି ଆମ ବିଷୟ ସାହସ ତାର ପ୍ରଶ୍ନ ଉତ୍ତର ସହ ସରିଗଲା। ପରବର୍ତ୍ତୀ ପିରିୟଡ଼ରେ ଅନ୍ୟ ବିଷୟ ପଢ଼େଇବି। ସେତେବେଳେ ପାଇଁ ବିଦାୟ ନେଉଛି। ବନ୍ଦେ ମାତରମ୍।